ଫକୀରମୋହନଙ୍କ ଆଉ ଏକ ଉପନ୍ୟାସ ହେଉଛି ଲଛମା, ଯାହାକି ଗୋଟିଏ ଐତିହାସିକ ଉପନ୍ୟାସ। ମୁଁ କହିଥିଲି ଆରମ୍ଭରୁ ତାଙ୍କର ତିନିଟା ସାମାଜିକ ଉପନ୍ୟାସ ଆଉ ଗୋଟିଏ ହେଉଛି ଐତିହାସିକ ଉପନ୍ୟାସ। ଏଇଟା ବି ସେହି ଉତ୍କଳ ସାହିତ୍ୟ ପତ୍ରିକାରେ ହିଁ ପ୍ରକାଶିତ ହୋଇଥିଲା 1901ରୁ 1903 ମଧ୍ୟରେ। କିନ୍ତୁ ଏଠାରେ ଗୋଟେ ମନେ ରଖିବା ଭଳି କଥା ଯେ ଲଛମା ଉପନ୍ୟାସ ଯେତେବେଳେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହେଉଥିଲା ସେତେବେଳେ ତା'ର ନାମ ଥିଲା ଅପୂର୍ବ ମିଳନ। এইটা মনে রখিব, মানে তার নাম প্রথমে লছমা নথিলা, অপূর্ব মিলন নামরে সেইটা ধারাবাহিক ভাবে প্রকাশিত হেউতলা। আউ এবে যদি দেখিবা লছমা উপন্যাস ভিতরে গোটিয়ে পরিচ্ছেদর নাম রয়েছে অপূর্ব মিলন। 1914 মସିହାରେ কটকর মুকুর প্রেসরু এইটা পুস্তক আকারে প্রকাশিত হেলা। এথিরে থিবা চরিত্র মানে হেউছন্তি ভাস্কর পণ্ডিত, যে কি মরহটা মানଙ୍କର সেনাপতি ଆଉ ଓଡ଼ିଶାର ଶାସନ କାର୍ଯ୍ୟ ସେ ବୁଝୁଥିଲେ। ଏହାର ନାୟିକା ହେଉଛି ଲଛମା, ନାୟକ ବାଦଲ ସିଂହ, ରାଇବଣିଆର ରାଜା ବୈରୀଗଞ୍ଜନ ମାନ୍ଧାତା ଏହାଙ୍କର ଗୋଟିଏ ମୁଖ୍ୟ ଭୂମିକା ଏହା ଭିତରେ ଆସିବ। ବଙ୍ଗଳାର ନବାବ ଆଲିବର୍ଦ୍ଦି ଖାଁ ଆଉ ଜଗା ଫତେ ସିଂ ଏମାନେ ଗୋଟେ ଗୋଟେ ଚରିତ୍ର। ଆଉ ପାନରା এইটা ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା। ପାନରା ହେଉଛି ଗୋଟେ ଚରିତ୍ର ଯାହାକି ଲଛମାର ଛଦ୍ମ ବେଶ, ମାନେ ଲଛମା ହିଁ ତା'ର ବେଶ ପରିବର୍ତ୍ତନ କରିକି ପାନରା ମାନେ ଗୋଟେ ପୁରୁଷ ବେଶ ଧାରଣ କରିଛି। ଆଉ ହଳଦୀପଦା ଯୁଦ୍ଧରେ ଭାସ୍କର ପଣ୍ଡିତ ପରାଜିତ ହୋଇଛନ୍ତି ଶେଷରେ। ତ ଏହାର ବିଷୟବସ୍ତୁ ଆମେ ସଂକ୍ଷେପରେ ଦେଖିବା। ତ এইটা ମାନେ ରଚନା କାଳ ଦୃଷ୍ଟିରୁ ଫକୀରମୋହନଙ୍କ ଦ୍ୱିତୀୟ ଉପନ୍ୟାସ, କିନ୍ତୁ ଉପନ୍ୟାସର କାହାଣୀ বা ତାର ବିଷୟବସ୍ତୁ ଦୃଷ୍ଟିରୁ ଏଇଟା ପ୍ରଥମ। ମାନେ ଯେହେତୁ ଏଇଟା ସେ ଯେଉଁ ମୁଁ କହୁଥିଲି ମାନେ ତାଙ୍କ ଘଟଣାକ୍ରମର କଥା, ସେହି ହିସାବରେ ଏହି ଉପନ୍ୟାସ ଘଟଣାଟା ସବୁଠାରୁ ପ୍ରଥମ। ତ ବଙ୍ଗର ନବାବ ଆଲିବର୍ଦ୍ଦି ଖାଁ, ମରହଟ୍ଟା ସେନାପତି ଭାସ୍କର ପଣ୍ଡିତଙ୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ହୋଇଥିବା ଯୁଦ୍ଧ, ବର୍ଗୀମାନଙ୍କର ଅତ୍ୟାଚାର, ଲୁଣ୍ଠନ ଇତ୍ୟାଦି, ଆଉ ଶେଷରେ ଭାସ୍କର ପଣ୍ଡିତଙ୍କ ହତ୍ୟା, এই প্রসঙ্গ সবু এই উপন্যাসরে রহিଅଛି। মানে এইটা ঐতিহাসিক, এই প্রসঙ্গ গুড়িক ঐতিহাসিক। রাইবণিয়া দুর্গ বি গোটে ঐতিহাসিক স্থান, কিন্তু ଏହା ବ୍ୟତୀତ ଯାହା ସବୁ ରହିଲେ ଯେମିତିକି ବୈରୀଗଞ୍ଜନ ମାନ୍ଧାତା, ଲଛମା, ବାଦଲ ସିଂହ, ଜଗା ଫତେ ସିଂ ଏମାନେ ସବୁ ଐତିହାସିକ ଚରିତ୍ର ନୁହନ୍ତି, ଏମାନେ କାଳ୍ପନିକ। ମାନେ ଇତିହାସର ଘଟଣା ସହିତ କାଳ୍ପନିକ ପ୍ରସଙ୍ଗକୁ ମିଶାଇକି এই ଉପନ୍ୟାସଟା ଲେଖା ହେଇଛି। ଭାସ୍କର ପଣ୍ଡିତଙ୍କୁ ଲଛମା ଆଉ ବାଦଲ ସିଂହ ମାରିଛନ୍ତି। ଲଛମା ପାନରା ରୂପ ଧରିଛି, ସେହି ଘଟଣା ବି ଐତିହାସିକ ଘଟଣା ନୁହେଁ। ତ ଛତିଶଗଡ଼ରୁ ଆସିଥିବା ଜଗନ୍ନାଥ ଯାତ୍ରୀଙ୍କ ଉପରେ ବର୍ଗୀମାନେ ରାହାଜାନୀ କରିଛନ୍ତି, ବିପର୍ଯ୍ୟସ୍ତ ହୋଇଯାଇଛନ୍ତି ନିରୀହ ଯାତ୍ରୀମାନେ। ଆଉ ସେହି ଦଳର ବାଦଲ ସିଂହ ଆଉ ଲଛମା ଯୁବକ ଯୁବତୀ ପରସ୍ପର ଭିତରେ ଥିଲା ଅନାବିଳ ପ୍ରେମ, ବିବାହ ପାଇଁ ମଧ୍ୟ ସେମାନେ ସଂକଳ୍ପବଦ୍ଧ, କିନ୍ତୁ ରାହାଜାନୀ ଫଳରେ ସେମାନେ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି। ଆଉ ଲଛମା ଆତ୍ମରକ୍ଷା କରିଛି ରାଇବଣିଆ ଦୁର୍ଗର ସେଇ ବୈରୀଗଞ୍ଜନ ମାନ୍ଧାତାଙ୍କ ପାଖରେ। ମାନ୍ଧାତା ତାକୁ ନିଜ ଝିଅ ଭଳି ରଖିଛନ୍ତି, କିନ୍ତୁ ବର୍ଗୀମାନଙ୍କ ଦ୍ୱାରା ମାନ୍ଧାତାଙ୍କର ବି ମୃତ୍ୟୁ ହୋଇଛି, ଦୁର୍ଗର ପତନ ହୋଇଛି। ତାପରେ ଲଛମା ଚାଲିଯାଇଛି ଆଉ ନିଜର ନାରୀ ବେଶକୁ ବଦଳାଇକି ପୁରୁଷ ବେଶ ଧାରଣ କରିଛି। ତା'ର ନାମ ହୋଇଯାଇଛି ପାନରା, ମାନେ ସେ ଗୋଟେ ପାନରା ହେଇଛି। ତା'ର ଲକ୍ଷ୍ୟ ଭାସ୍କର ପଣ୍ଡିତକୁ ହତ୍ୟା କରିବା। ଅନ୍ୟପକ୍ଷରେ ବାଦଲ ସିଂହ ଆଲିବର୍ଦ୍ଦି ଖାଁଙ୍କ ପ୍ରିୟ ହୋଇଛି, ଆଉ ସେ ବି ଚାହିଁଛି ଭାସ୍କର ପଣ୍ଡିତକୁ ହତ୍ୟା କରିବା। ମାନେ ଉଭୟଙ୍କ ଠାରୁ ଅଲଗା ହୋଇଯାଇଛନ୍ତି, କିନ୍ତୁ ସେମାନଙ୍କର ଲକ୍ଷ୍ୟଟା ଅଲଗା ହେଇନି, ଲକ୍ଷ୍ୟଟା ରହିଛି ଭାସ୍କର ପଣ୍ଡିତକୁ ମାରିବାଟା। ତ ଲଛମା ଯିଏକି ପାନରା ବେଶରେ ଅଛି ଆଉ ବାଦଲ ସିଂହ ସେମାନେ ଶେଷରେ ଭାସ୍କର ପଣ୍ଡିତକୁ ହତ୍ୟା କରିଛନ୍ତି। ଆଉ ଶେଷରେ ଉଭୟଙ୍କର ଗୟା କ୍ଷେତ୍ରରେ ମିଳନ ହୋଇଛି, ଯାହାକି ଅପୂର୍ବ ମିଳନ ବୋଲି କୁହାଯାଇଛି। ମାନେ ଦୁହିଁଙ୍କ ଠାରୁ ବିଚ୍ଛେଦ ହେବା ପରେ ଶେଷରେ ପୁଣି ଗୟା କ୍ଷେତ୍ରରେ ଉଭୟଙ୍କର ଅପୂର୍ବ ମିଳନ ହୋଇଛି। এইটা ହିଁ ହେଉଛି এই ଉପନ୍ୟାସର ମୁଖ୍ୟ କଥାବସ୍ତୁ।